ପାଞ୍ଚ ବର୍ଷର ଅନ୍ତରାଳରେ କଟି ଯାଇଥିବା ହଜିଲା ଦିନ ସବୁ ଆଜି ବି ମନେ ପଡ଼େ। ସେ ବେଲଗଛ ମୂଳେ ବସି ଆଧ୍ୟାତ୍ମିକ ପାଣ୍ଡବ ସାରଙ୍କ ମୁଖରୁ ପୌରାଣିକ କଥା ଶୁଣିବାର ଦିନ, ତ ବିଜୟ ସାରଙ୍କ ଆଙ୍ଗୁଠି ଚିପା ଆଉ ଓଝା ସାରଙ୍କଠୁ ବୋଗସ ପିଲା କହି ଗାଳି ଶୁଣିବାର ଦିନ। ତ ଦିନ କେବେ ସଚି ସାରଙ୍କ ସହିତ ସ୍କାଉଟ୍ ମାର୍ଚ୍ଚ ପୁଣି ଖେଳ ପିରିୟଡ଼ରେ ହୋ ହଲ୍ଲା। ପଣ୍ଡିତ ସାରଙ୍କ ସହିତ ହସି ହସି ସଂସ୍କୃତ ପଢ଼ାର ମଜା ଆଉ ବିଷ୍ଣୁ ଗୁରୁମାଙ୍କ ପାଠ ନ ପଢ଼ି ମାଡ଼ ଖାଇବାର ସଜା। ହେଲେ ଏହିସବୁକୁ ଭୁଲି ଯାଇ ପୁଣି ସୁନନ୍ଦା ମ୍ୟାଡ଼ାମଙ୍କ କ୍ଲାସରେ ଗୀତ ପ୍ରତିଯୋଗିତାର ମଜା। ତ ଏମିତି ବିତି ଯାଇଛି ଜୀବନର ପ୍ରଭାତ ସମୟ, ଆଉ ଅତିକ୍ରାନ୍ତ ସମୟ ସ୍ରୋତରେ ଭାସି ଆସି ଆମେ ପାଦ ଥାବିଛୁ ପୂର୍ବାହ୍ନ ଜୀବନରେ। ହେଲେ ଇଚ୍ଛା ହୁଏ ସାଉଁଟିବାକୁ ପୁଣି ଥରେ ସ୍ୱର୍ଣ୍ଣାଭ ସ୍ମୃତିରାଜିକୁ, ଆଉ ସାର୍ଙ୍କ ମାଡ଼ ଗାଳି ସହ କନକଦୁର୍ଗା ହାଇସ୍କୁଲର ଆବଦ୍ଧ ପାଚେରୀ ଭିତରେ ପୁଣି 6 ଘଣ୍ଟା ବିତେଇବାକୁ। ତ ଏତିକି ହିଁ ଥିଲା। ଆଉ ସାର୍ମାନଙ୍କ ନାଁକୁ ନେଇକି ବା ସାର୍ମାନଙ୍କୁ ନେଇ